ବର୍ତ୍ତମାନର ବଡ଼ ଖବର ଚମ୍ପୁଆ ବନ୍ଧସାହି ପାଞ୍ଚପୋଖରିଆ ଠାରେ ଦୁର୍ଘଟଣା ଘଟିଛି। ହୁଣ୍ଡାଇ ଭେନ୍ୟୁ ଓ ବୋଲେରୋ ନିଓ ଗାଡ଼ି ମଧ୍ୟରେ ଧକ୍କା ଘଟି ଏଭଳି ଦୁର୍ଘଟଣା ଘଟିଅଛି। ଚମ୍ପୁଆପଟୁ ଯାଉଥିଲା ହୁଣ୍ଡାଇ ଭେନ୍ୟୁ କାର ଏବଂ ବାସୁଦେବପୁର ପଟୁ ଆସୁଥିଲା ବୋଲେରୋ ନିଓ ଗାଡ଼ି। ବୋଲେରୋ ନିଓ ଗାଡ଼ି ହୁଣ୍ଡାଇ କାରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣାଟି ଘଟିଛି। ବୋଲେରୋ ନିଓ ଗାଡ଼ିରେ ଥିବା 2 ଜଣ ବ୍ୟକ୍ତି ଧକ୍କା ଦେବା ପରେ ଗାଡ଼ି ଛାଡ଼ି ଫେରାର ଅଛନ୍ତି। ତେବେ ହୁଣ୍ଡାଇ ଭେନ୍ୟୁ କାରରେ ଥିବା 3 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ମିଳିଛି ଏବଂ ଗୁରୁତର ବ୍ୟକ୍ତିଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ପୁଣି ଥରେ କହି ରଖୁଛୁ, ଚମ୍ପୁଆ ବନ୍ଧସାହି ପାଞ୍ଚପୋଖରିଆଠାରେ ଏକ ଦୁର୍ଘଟଣା ଘଟିଛି, ଯେଉଁଠି ହୁଣ୍ଡାଇ ଭେନ୍ୟୁ ଓ ବୋଲେରୋ ନିଓ ଗାଡ଼ି ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣାଟି ଘଟିଛି। ବୋଲେରୋ ନିଓ ଗାଡ଼ି ହୁଣ୍ଡାଇ କାରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣାଟି ଅତ୍ୟନ୍ତ ବିପଜ୍ଜନକ ଭାବେ ଘଟିଥିବା ବେଳେ ବୋଲେରୋ ନିଓ ଗାଡ଼ିରେ ଥିବା 2 ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ଅଛନ୍ତି। ତେବେ ହୁଣ୍ଡାଇ ଗାଡ଼ିରେ ଥିବା 3 ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ବର୍ତ୍ତମାନ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।